ହାଏ ଫ୍ରେଣ୍ଡ ଜୟ ଜଗନ୍ନାଥ। ପୂର୍ବ ଭିଡ଼ିଓରୁ ଦେଖି ଆପଣମାନେ ତ ଜାଣିଥିବେ ମୁଁ ରାମୋଜୀ ଫିଲ୍ମ ସିଟି ଭିତରେ ଥିଲି। ଆଜି ମଧ୍ୟ ସେଇଠି ହିଁ ଅଛି। ଦେଖନ୍ତୁ ମୁଁ ହେଉଛି ମଡ଼ର୍ଣ୍ଣ ଯୁଗର ଦେବସେନା। ତାପରେ ଚାଲିଲୁ ଟିକେ ବିରିୟାନୀ ମଜା ନେବା ପାଇଁ। ଏ ହେଉଛି କଟାପା ବିରିୟାନୀ। ଯେହେତୁ ସେଦିନ ଭେଜ୍ ବାର ପଡ଼ିଥିଲା ସେଥିପାଇଁ ଆମେ ବାହୁବଲି ବିରିୟାନୀ ଖାଇନଥିଲୁ। ଆଲୁ ଟିକ୍କା ଆଉ କଟାପା ବିରିୟାନୀ ଖାଇ ଟିକେ ମଜା ନେଇଗଲୁ। ତାପରେ ଚାଲିଲୁ ସେ ସୁଟିଂ ସେଟ୍ ଭିତରେ ବାହୁବଲୀର ଟିକେ ସୁଟିଂ ସେଟ୍ଟା ବୁଲିବା ପାଇଁ। ଘୋଡ଼ାକୁ ଦେଖି ଇଚ୍ଛା ହେଉଥିଲା ଘରକୁ ଗୋଟେ ଆଣିବି। ତାପରେ ମୁଁ ଟିଭିରେ ମୋ ନିଜକୁ ଦେଖି ମୁଁ ଟିକେ ଷ୍ଟାଇଲ୍ ମାରି ଦେଇଥିଲି। ସେତିକି ଭିତରେ ମୋ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଜମା ବି ମଧ୍ୟ ଭୁଲିବେନି। ଯେହେତୁ ରାମୋଜୀଟା ଆମେ ପୁରା ସାରା ଦିନ ପୁରା ବୁଲିଥିଲୁ ସେଥିପାଇଁ ଭିଡ଼ିଓ ଯେତେ ଲଙ୍ଗ୍ ଆସିଥିଲା ମୁଁ ସେଥିପାଇଁ ପାର୍ଟ 1 ପାର୍ଟ 2 କରି ଆପଣଙ୍କୁ ଦେଖିଲି। ଦେଖନ୍ତୁ ଏ ହାବେଲି ଯେଉଁ ଦେଖାଯାଉନି ସେ ହେଉଛି ଫିଲ୍ମରେ ସବୁ ମାନେ କୋର୍ଟ କଚେରୀ ଭୂତ ବାଙ୍ଗଲା ସବୁ ଦେଖାଉଥାନ୍ତି। ଆଉ ଏ ପାଣି ସହ ତ ଆପଣମାନେ ଜାଣିଥିବେ ଫିଲ୍ମରେ ସଙ୍ଗରେ ଟିକେ ଦେଖିଥିବେ। ଏଇ ହେଉଛି ରାମୋଜୀର ହାୱା ମହଲ। ଏଠି ସବୁ ଗୀତ ବଜେଇକି ଡ୍ୟାନ୍ସ ସବୁ କରୁଥିଲେ। ତାପରେ ଆସି ପହଞ୍ଚିଗଲୁ ଗୋଟେ ଶୋ ମଧ୍ୟରେ। ସେ ଶୋରେ ସବୁ ମାନେ କେଉଁ ଫିଲ୍ମ ହେଇଥିଲା କେମିତି ସୁଟିଂ ହେଇଥିଲା ସେ ସବୁ ଦେଖିବାକୁ ଆମେ ସେ ମଧ୍ୟରେ ପାଇଲୁ। ତାପରେ ଚାଲିଲୁ ଲାଷ୍ଟ ଜାଗାକୁ। ଲାଷ୍ଟରେ ଏଠି ଦେଖନ୍ତୁ ଏଇ ଘୋଡ଼ା ତ ଆପଣ ଭିଡ଼ିଓରେ ଟିକେ ଟିକେ ଦେଖିଥିବେ ନା। ଏ ଘୋଡ଼ାରେ ବସି ଟିକେ ଏନ୍ଜୟ କଲୁ। ତାପରେ ଡ୍ରାଗନ୍ ଥିଲା, ଆଇସ୍କ୍ରିମ୍ ସେଠି ଖାଇଲୁ। ସବୁ ବହୁତ ସାରା ମଧ୍ୟ ମଜା କଲୁ। ଯେହେତୁ ସନ୍ଧ୍ୟା ହିଁ ପାଖେଇ ପାଖେଇ ଆସୁଥିଲା ସେଥିପାଇଁ ଯିବାକୁ ମଧ୍ୟ ଇଚ୍ଛା ହେଉନଥିଲା କିନ୍ତୁ ସମୟ ମଧ୍ୟ ହେଇଯାଉଥିଲା। ସେଥିପାଇଁ ସନ୍ଧ୍ୟା ହେଇଗଲା ଯେହେତୁ ସେଥିପାଇଁ ଆମେ ଚାଲିଗଲୁ। ଦେଖନ୍ତୁ ଯିବା ସମୟରେ ଆପଣଙ୍କୁ ମୁଁ ଟିକେ ସେଇଠାକାର ସନ୍ଧ୍ୟାର ଟିକେ ଭ୍ୟୁଜ୍ଟା ଦେଖେଇଥିଲି। ସନ୍ଧ୍ୟାରେ ମଧ୍ୟ ସେଇଠାକାର ଭ୍ୟୁଜ୍ଟା ବଢ଼ିଆ ମାନେ ଦେଖିବାକୁ ବହୁତ ମଜା ଲାଗୁଥିଲା ଦେଖିବା। ସେତିକି ଭିତରେ ମୁଁ ରହିଲି। ଦେଖା ହେବ ପୁଣି ନେକ୍ସଟ ଭିଡ଼ିଓରେ। ବାଏ ବାଏ।